କରି ଶିକ୍ଷାଦାନ କରୁଥିବା ଏହି ଉଦ୍ୟମାନ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆନ୍ଦୋଳ ପଞ୍ଚାୟତର ଦୀପକ କୁମାର ଦାସ। ତାଙ୍କ ଶିକ୍ଷାଦାନ ବହି ଖାତା ବା କାଗଜ କଲମରେ ସୀମିତ ନୁହେଁ। ପିଲାଙ୍କୁ ଗୀତ ଗପ ଓ ମଜା କଥା ଛଳରେ ପାଠ ପଢ଼ାନ୍ତି ଦୀପକ। ତାଙ୍କର ଏହି ନିଆରା ତଥା ବୋଧଗମ୍ୟ ଶିକ୍ଷାଦାନ ଭଦ୍ରକ ପୌରାଞ୍ଚଳ ଅଧୀନ ସିନ୍ଥିଆସ୍ଥିତ ଟିଣ ଛପର ଘରକୁ ଟାଣି ଆଣୁଛି ପିଲାମାନଙ୍କୁ। ବିଭିନ୍ନ ଧର୍ମାବଲମ୍ବୀ ପ୍ରାୟ 150 ପିଲାଙ୍କ ଭବିଷ୍ୟତ ଗଢ଼ିବାର ପଣ କରିଥିବା ଦୀପକ ନିଜେ ମଧ୍ୟ MBA ଡିଗ୍ରୀ ଲାଭ କରିଛନ୍ତି। କିନ୍ତୁ ସେ ପିଲାମାନଙ୍କୁ ଶିକ୍ଷାଦାନକୁ ନିଶାରେ ପରିଣତ କରିସାରିଥିବାରୁ ଜଣେ ଉତ୍ତମ ଶିକ୍ଷକ ହେବାର ଅଭିଳାଷ ପୋଷଣ କରନ୍ତି। ସେହିଭଳି ଜଣେ ନିଆରା ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରି ପ୍ରମେୟ ଓ ନ୍ୟୁଜ୍ 7 ଗୌରବାନ୍ୱିତ ମନେ କରୁଛି।